କେଉଁ ମାସଗୁଡ଼ିକରେ ଝିଅ ବାହାଘର କରିବା ଅନୁଚିତ? କେଉଁ ମାସଗୁଡ଼ିକରେ ଝିଅ ବାହାଘର କଲେ ଝିଅଟି ଦୁଃଖ ପାଇଥାଏ? ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତା ସହିତ ଆହୁରି ମଧ୍ୟ ଜାଣିବା ଅନେକ ଗୁଡ଼ିଏ ଜାଣିବା କଥା, ଆପଣଙ୍କର ହିତକର କଥା। ଏହି କଥା ଗୁଡ଼ିକ ଯଦି ଆପଣମାନେ ମାନିବେ ଆପଣଙ୍କ ଜୀବନରେ, ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ, ଆପଣଙ୍କର ଉନ୍ନତି ହେବ। ତେବେ ଆଶା କରୁଛି ନିହାତି ଭାବରେ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ପ୍ରଥମେ ଆସନ୍ତୁ ଜାଣିବା କେତେ ଗୁଡ଼ିଏ ବାସ୍ତୁ ଟିପ୍ସ। ଆପଣମାନେ ଏହି ଜିନିଷ ଗୁଡ଼ିକ ଜାଣିବା ନିହାତି ଦରକାର। ତେବେ ପ୍ରଥମରେ ବାସ୍ତୁ ଦୋଷ, ଆମେମାନେ ସମସ୍ତେ ଏ କଥାଟି ଜାଣିଛନ୍ତି ବାସ୍ତୁ ଦୋଷ ବୋଲି। ତେବେ ବାସ୍ତୁ ଦୋଷ ଘରେ ଉତ୍ପନ୍ନ ହେଇଛି ବୋଲି କେମିତି ଜାଣିବେ? କେଉଁ ସବୁ ସଂକେତରୁ ଆପଣମାନେ ଜାଣିବେ ଯେ ବାସ୍ତୁ ଦୋଷ ଆମ ଘରେ ହେଇଛି ବୋଲି? ତେବେ ଅନେକ ଗୁଡ଼ିଏ ସଂକେତ ଅଛି, ସେଥିମଧ୍ୟରୁ ମୁଁ କିଛିଟା ଆପଣଙ୍କୁ କହି ରଖୁଛି। ଦେଖନ୍ତୁ, ଯେତେବେଳେ ଆମ ଘରେ ବାସ୍ତୁ ଦୋଷ ହୁଏ ସେତେବେଳେ କ'ଣ ହେବ ନା, ଘର ପରିବାରର ସଦସ୍ୟମାନଙ୍କ ଭିତରେ ମେଳ ଖାଇବନି, କେହି କାହା ସହିତ ଚଳିପାରିବେନି, କଳି ଝଗଡ଼ା ସବୁବେଳେ ହେବ, ସଦାବେଳେ କଥା କଟାକଟି ହେବ। ତାପରେ ହେଉଛି କ'ଣ ନା, ପରିବାରର ସଦସ୍ୟମାନଙ୍କ ଭିତରେ ଯେମିତିକି ବାପ ପୁଅ ହଉ, ମା ପୁଅ ହୁଅନ୍ତୁ, ସ୍ୱାମୀ ସ୍ତ୍ରୀ ହୁଅନ୍ତୁ, କିମ୍ବା ଭାଇ ଭାଇ ହୁଅନ୍ତୁ, କି ଭାଇ ଭଉଣୀ ହୁଅନ୍ତୁ, କିମ୍ବା ଶାଶୁ ବୋହୂ ବି ହୁଅନ୍ତୁ, ଏମାନଙ୍କ ଭିତରେ ଗୋଟେ ସମସ୍ତେ ଯେମିତି ଅନ୍ୟକୁ ନାପସନ୍ଦ କଲା ଭଳି ସିଚୁଏସନ୍ ସବୁବେଳେ ଆପଣମାନେ ଦେଖିବାକୁ ପାଇବେ। ତାପରେ ଆହୁରି ମଧ୍ୟ କ'ଣ ହେବ ନା, ଘରେ ସବୁବେଳେ ଗୋଟେ ଅଶାନ୍ତି ଲାଗି ରହିବ। ଘରେ ସଦାସର୍ବଦା କେହି ଜଣେ ରୋଗରେ ପଡ଼ିବେ, ହୁଏତ କେହି ଜଣେ ଆକସ୍ମିକ ଦୁର୍ଘଟଣାରେ ପ୍ରାଣ ବି ହରାଇ ପାରନ୍ତି। ତେବେ ଏହିସବୁ ଘଟଣା ଗୁଡ଼ିକ ବା ଏହିସବୁ ସଂକେତ ଗୁଡ଼ିକରୁ ଆପଣମାନେ ଜାଣିପାରିବେ ଯେ ଆପଣଙ୍କ ଘରେ କେଉଁଠି ନା କେଉଁଠି ବାସ୍ତୁ ଦୋଷ ଅଛି। ତେଣୁ ତାର ପ୍ରତିକାର କରିବା ନିହାତି ଆବଶ୍ୟକ। ସେଇ ବାସ୍ତୁ ଦୋଷକୁ ଦୂର କରିବା ପାଇଁ ମୁଁ କେତୋଟି ଜିନିଷ କହୁଛି, ଏ ଜିନିଷ ଗୁଡ଼ିକ ଆପଣମାନେ ନିହାତି ଭାବରେ ଆପଣଙ୍କ ଘରେ ରଖନ୍ତୁ। ରଖିବା ଦ୍ୱାରା କ'ଣ ହେବ ନା, ଆପଣଙ୍କ ଘରେ ବହୁତ ବାସ୍ତୁ ଦୋଷରୁ ଆପଣମାନେ ମୁକ୍ତି ପାଇବେ। କହିବାକୁ ଗଲେ ବାସ୍ତୁ ଦୋଷରୁ ମୁକ୍ତି ପାଇବା ପାଇଁ ଆପଣମାନେ ଏଇ ଜିନିଷ ଗୁଡ଼ିକ ନିହାତି ଭାବରେ କିଣିକି ଆପଣଙ୍କ ଘରେ ରଖନ୍ତୁ। ତେବେ ପ୍ରଥମରେ ହେଉଛି କ'ଣ ନା, ମା ଲକ୍ଷ୍ମୀଙ୍କର ଗୋଟେ ମୂର୍ତ୍ତିଟିଏ କିଣନ୍ତୁ। ମା ଲକ୍ଷ୍ମୀଙ୍କର ଆପଣମାନେ କୌଣସି ଧାତୁର କିଣନ୍ତୁ, ନଚେତ୍ କାଚର କିଣନ୍ତୁ କିମ୍ବା ମାଟିର କିଣନ୍ତୁ, ଯେମିତି ହେଲେ କିଣନ୍ତୁ। ସବୁଠାରୁ ଉତ୍ତମ ହେବ କୌଣସି ଧାତୁର ମୂର୍ତ୍ତି। କୌଣସି ଧାତୁରେ ତିଆରି ମା ଲକ୍ଷ୍ମୀଙ୍କର ମୂର୍ତ୍ତିଟିଏ ଆପଣମାନେ କିଣିକି ଆପଣଙ୍କର ଠାକୁର ଘରେ ରଖନ୍ତୁ। ଏମିତି କରିବା ଦ୍ୱାରା କ'ଣ ହେବ ନା, ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ମାନେ ଆପଣଙ୍କ ଘରେ ସୁଖ, ଶାନ୍ତି, ସମୃଦ୍ଧିର ବାସ ହେବ। ଆପଣମାନେ ଧନର ସମସ୍ୟା ଆଉ ଭୋଗ କରିବେନି। କିନ୍ତୁ ମା ଲକ୍ଷ୍ମୀଙ୍କର ମୂର୍ତ୍ତିଟି ଯେତେବେଳେ କିଣିବେ ସେତେବେଳେ ଧ୍ୟାନ ରଖିବେ ଯେମିତି ମା ଲକ୍ଷ୍ମୀଙ୍କର ମୂର୍ତ୍ତି, ଯେଉଁ ମୂର୍ତ୍ତିରେ ମା ଯେମିତି ବସିଥିବେ, ବସିକିରି ଆଶୀର୍ବାଦ ପ୍ରଦାନ କରୁଥିବେ, ଏଇଭଳି ମୂର୍ତ୍ତି ଆପଣମାନେ କିଣିବେ। ଛିଡ଼ା ହେଇଥିବେ ଏବଂ ଆଶୀର୍ବାଦ ପ୍ରଦାନ କରୁଥିବେ, ସେଭଳି ମୂର୍ତ୍ତି ଆପଣମାନେ କେବେ ବି କିଣିବେ ନାହିଁ। ସେହିପରି କୁବେରଙ୍କର ଗୋଟିଏ ମୂର୍ତ୍ତି ମଧ୍ୟ କିଣିକି ଘରେ ରଖନ୍ତୁ, ମା ଲକ୍ଷ୍ମୀଙ୍କ ପାଖରେ ରଖନ୍ତୁ। କୁବେର ହେଉଛନ୍ତି ଧନର ଦେବତା। ତାପରେ ହେଉଛି ଶଙ୍ଖ। ଶଙ୍ଖଟିଏ ନିହାତି ଭାବରେ ଘରେ ରଖନ୍ତୁ, ପୂଜା ଘରେ ରଖନ୍ତୁ। ସେହିପରି ମାଛର ଯୋଡ଼ା ଆପଣଙ୍କୁ ବଜାରରେ ମିଳିଯିବ, ତାକୁ ମଧ୍ୟ ଆପଣମାନେ କିଣିକି ଯଦି ଘରେ ରଖନ୍ତି ତାହେଲେ ମଧ୍ୟ ଏହା ଆପଣଙ୍କୁ ସମୃଦ୍ଧି ଦେଇଥାଏ। ଏହା ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ। ତାପରେ ହାତୀ ମଧ୍ୟ ଯଦି ଆପଣମାନେ କିଣିକି ଘରେ ରଖନ୍ତି ବା ମା ଲକ୍ଷ୍ମୀଙ୍କ ପାଖରେ ରଖିବେ, ତାହେଲେ ନିଶ୍ଚିନ୍ତ ଭାବରେ ଘରେ ଧନ ଧାନ୍ୟର ବୃଦ୍ଧି ହୋଇଥାଏ। ସେହିପରି ଘରେ ଯଦି ସବୁବେଳେ ଅଶାନ୍ତିର ବାତାବରଣ ରହୁଛି, ସେଥିରୁ ମୁକ୍ତି ପାଇବା ପାଇଁ କ'ଣ କରିବେ ନା, ପ୍ରଥମେ ଆପଣଙ୍କର ପ୍ରବେଶ ଦ୍ୱାରରେ ଆପଣ ଗୋଟିଏ ପଞ୍ଚମୁଖୀ ହନୁମାନଙ୍କର ମୂର୍ତ୍ତିଟିଏ ଲଗାନ୍ତୁ ଏବଂ ପ୍ରବେଶ ଦ୍ୱାରରେ ନିୟମିତ ଭାବରେ ଗୋଟିଏ ଲେମ୍ବୁ ଏବଂ କିଛି ଲଙ୍କା ନିହାତି ଭାବରେ ଟାଙ୍ଗିବେ। ତେବେ ଲେମ୍ବୁର ସଂଖ୍ୟା 3, ଲଙ୍କାର ସଂଖ୍ୟା 5 କିମ୍ବା 7 ହେଇଥିଲେ ଭଲ। ଏବଂ ସେଇ ଲେମ୍ବୁ ଆଉ ଲଙ୍କାକୁ ଯଦି ଆପଣମାନେ ଟିକେ ହନୁମାନଙ୍କ ପାଖରେ ଛୁଇଁକି ନେଇ ଆସିବେ ବା ହନୁମାନଙ୍କ ପାଖରୁ ସିନ୍ଦୁର ନେଇ ଆସିବେ ଏବଂ ପ୍ରତ୍ୟେକ ଦିନ ସେ ସିନ୍ଦୁରକୁ ସେଇ ଲେମ୍ବୁ ଏବଂ ଲଙ୍କାରେ ଟିକେ ଲଗେଇଦେବେ। ସବୁଠାରୁ ଧ୍ୟାନ ରଖିଲା ଭଳି କଥାଟି ହେଉଛି, ଆପଣଙ୍କର ବେଡରୁମ୍ରେ ଆପଣଙ୍କର ଯେଉଁ ବେଡ୍ଟି ପଡ଼ିଛି ତାହା ସଠିକ୍ ଦିଗରେ ପଡ଼ିବା ନିହାତି ଆବଶ୍ୟକ। ମନେ ରଖନ୍ତୁ, ଘରେ
ଯେଉଁ ସବୁ ପୁରୁଣା ଅଳିଆ ଆବର୍ଜନା ଜିନିଷ ଅଛି ତାକୁ ବାହାରକୁ କାଢ଼ି ଦିଅନ୍ତୁ। ଯେଉଁ ଜିନିଷ ଖରାପ ହେଇଯାଇଛି, ନଷ୍ଟ ହେଇଯାଇଛି ଏବଂ ତାକୁ ଆପଣମାନେ ଯତ୍ନ କରିକି ସାଇତି କରିକି ରଖିଛନ୍ତି ସେସବୁକୁ ଘରୁ ବାହାର କରନ୍ତୁ। ଯଦି କୌଣସି ଘଡ଼ି ଆପଣମାନେ ରଖିଛନ୍ତି ତାହା ବନ୍ଦ ହେଇଯାଇଛି ତାକୁ ମଧ୍ୟ ବାହାରକୁ ବାହାର କରିଦିଅନ୍ତୁ ଯଦି ଆଉ ତାକୁ ବ୍ୟବହାର କରିବେନି। ଏଭଳି ବହୁତ ଆପଣଙ୍କର ହାତ ଘଣ୍ଟା ମଧ୍ୟ ଥାଇପାରେ ଯାହାକୁ ଆପଣମାନେ ଆଉ ବ୍ୟବହାର କରୁନାହାନ୍ତି, ଘଡ଼ିଟି ଖରାପ ହେଇଯାଇଥିବ କିନ୍ତୁ ଆଉ ଆପଣମାନେ ସାଇତିକି ରଖିଥିବେ। ସେଭଳି ଘଡ଼ି ଗୁଡ଼ିକ ମଧ୍ୟ ଜମା ବି ରଖିବା କଥା ନୁହଁ। ଯଦି ତାକୁ ବ୍ୟବହାର କରୁନାହାନ୍ତି ତାହେଲେ ରଖିବା ବି ଦରକାର ନୁହଁ। ଆଉ ଗୋଟିଏ କଥାରେ ମଧ୍ୟ ଧ୍ୟାନ ରଖିବେ, ଘରକୁ ଯେମିତି ସୂର୍ଯ୍ୟାଲୋକ ସବୁ ଜାଗାକୁ ପଡ଼ୁଥିବ। ଯଦି ଏଭଳି ହେଇପାରୁନି ତାହେଲେ ନିହାତି ଭାବରେ ଘରେ ଯେଉଁ ଲାଇଟ୍ ଲଗାଉଛନ୍ତି ଏମିତି ଭାବରେ ଲଗେଇବେ ଯେମିତି ଲାଇଟ୍ ଲଗାଇବା ବେଳେ ବା ଲାଇଟ୍ ଲଗାଇଲା ସମୟରେ ଆପଣଙ୍କ ଘରଟି ପୁରା ପରିଷ୍କାର ଭାବରେ ଉଜ୍ଜଳ ଦେଖାଯିବ। କୌଣସି କୋଣରେ ଯେମିତି ଅନ୍ଧାରିଆ ନ ରହେ। ଯଦି ଏଭଳିଆ ରହେ ତାହେଲେ ନିଶ୍ଚିନ୍ତ ଭାବରେ ଏହା ଆପଣଙ୍କ ପାଇଁ ଅଶୁଭ ହେବ। ସେହିପରି ଆପଣଙ୍କର ଡ୍ରଇଂ ହଲ୍ରେ ଯଦି ଗୋଟେ ବଡ଼ ହଂସର ଚିତ୍ର ଆପଣମାନେ ଲଗାନ୍ତି ତାହେଲେ ମଧ୍ୟ ଏହା ଆପଣଙ୍କ ପାଇଁ ଶୁଭ ହେବ। ଏବଂ এই ଚିତ୍ରଟି ଯଦି ଆପଣମାନେ ଲଗେଇବେ ବିଶେଷ କରି କ'ଣ ହେବ ନା ଆପଣଙ୍କର ଧନର ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ସେହିପରି ଘରେ ସୁଖ ଆଉ ଶାନ୍ତି ପାଇଁ କେଉଁ ଗଛ ଲଗାଇବା ଉଚିତ? ପ୍ରଥମେ ତ ମା ତୁଳସୀଙ୍କର ଗଛଟିଏ ଲଗାନ୍ତୁ। ଯଦି ଲଗାଉଛନ୍ତି ତୁଳସୀ ଗଛ ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ଘରେ ସୁଖ ଆଉ ଶାନ୍ତିର ବାସ ହୁଏ। ନଚେତ୍ ଆପଣମାନେ ଅଶୋକ ଗଛ ଯଦି ଜାଗା ଅଛି ବି ଲଗେଇ ପାରିବେ, ଲଗେଇଲେ ମଧ୍ୟ ଶୁଭ ହେବ। ଏବଂ ଆଜିକାଲି ଛୋଟ ବାଉଁଶ ଗଛ ସବୁ ମିଳୁଛି ତାକୁ ମଧ୍ୟ ଆପଣମାନେ ଲଗେଇ ପାରିବେ। ନଚେତ୍ ମନି ପ୍ଲାଣ୍ଟ ବି ଲଗେଇ ପାରିବେ, ଲଗେଇଲେ ଏହା ଆପଣଙ୍କ ପାଇଁ ଶୁଭ ହେବ। ସେହିପରି ଆପଣଙ୍କର ବେଡରୁମ୍ରେ ଯଦି ଆପଣମାନେ କିଛି ଫଟୋ ଲଗେଇଛନ୍ତି, କୌଣସି ଦେବାଦେବୀଙ୍କର ହେଉ, କୌଣସି ସିନେରୀ ଫଟୋ ହେଉ, ସୂର୍ଯ୍ୟାସ୍ତ ବେଳର ଫଟୋ ହେଉ, କୌଣସି ଯୁଦ୍ଧ ବେଳର ଫଟୋ ହେଉ ବା ଏମିତି କିଛି ଫଟୋ ଆପଣମାନେ ଲଗେଇଛନ୍ତି କି? ଯଦି ଲଗେଇଛନ୍ତି ତାକୁ ବାହାର କରିଦିଅନ୍ତୁ। ସେହିପରି ବେଡରୁମ୍ରେ ଆପଣଙ୍କର ଯେତେ ସବୁ ମଇଳା ଲୁଗା, ଝାଡ଼ୁ ଏବଂ ଜୋତା ଏସବୁ କେବେ ବି ରଖିବେନି। ଯଦି ମଇଳା ଲୁଗା ରଖୁଛନ୍ତି ଅଲଗା କେଉଁଠି ରଖନ୍ତୁ, ନହେଲେ ସବୁଦିନ ସଫା କରିବା ପାଇଁ ଚେଷ୍ଟା କରନ୍ତୁ। ଏବଂ ଝାଡ଼ୁକୁ ବେଡରୁମ୍ରେ କେବେ ରଖିବେନି। ବେଡରୁମ୍ରେ କେବେ ହେଲେ ନୂଆ ଜୋତା ହେଉ, ଯଦି ବ୍ୟବହାର କରିନାହାନ୍ତି କିମ୍ବା ବ୍ୟବହାର କରିଥିବା ଜମା ବି ଜୋତା ତ ଭୁଲରେ ବି ରଖନ୍ତୁ ନାହିଁ। ସକାଳୁ ପ୍ରତ୍ୟେକ ଦିନ ଉଠିବା ପରେ ନିଜର ଦୁଇ ହାତର ପାପୁଲିକୁ ଏମିତି ଘଷିବେ ଏବଂ ଦୁଇ ହାତର ପାପୁଲିକୁ ପ୍ରଥମେ ଦେଖିବେ। କରାଗ୍ରେ ବସତ ଲକ୍ଷ୍ମୀ କରମଧ୍ୟେ ସରସ୍ୱତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ। ସକାଳୁ ନିଜର ହାତର ପାପୁଲିକୁ ଦେଖନ୍ତୁ। ଦିନଟି ନିହାତି ଭାବରେ ଶୁଭ ହେବ, ମଙ୍ଗଳମୟ ହେବ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ମାସ ଗୁଡ଼ିକରେ ବିବାହ କଲେ ଯଦି ଝିଅର ବାହାଘର ଏଇ ମାସ ଗୁଡ଼ିକରେ କରିବେ ତେବେ ନିଶ୍ଚିନ୍ତ ଭାବରେ ତାହା ଝିଅଟି ପାଇଁ ଅଶୁଭ ହୋଇଥାଏ। ଦେଖନ୍ତୁ ଆଜିକାଲି ପ୍ରାୟତଃ ବିବାହ ଯଦି ସ୍ଥିର ହୋଇଗଲା, କେଉଁ ପୁଅ ସହିତ କେଉଁ ଝିଅର ବିବାହ ଡେଟ୍ ଫାଇନାଲ ହୋଇଗଲା ତାହେଲେ ବହୁତ ଜଲ୍ଦିରେ ବାହାଘର କରିଦେଉଛନ୍ତି। ଆଉ ମାସ, ସମୟ, ଦିନ ଏସବୁ କିଛି ଦେଖୁନାହାନ୍ତି। ଯେତେବେଳେ ତାଙ୍କୁ ମନକୁ ଠିକ୍ ଲାଗିଲା, ଯେତେବେଳେ ସେମାନଙ୍କ ସମସ୍ତେ ଏକାଠି ହେଇପାରିବେ ସେଇ ଅନୁସାରେ ବାହାଘରଟି କରିଦେଉଛନ୍ତି। କିନ୍ତୁ ଦେଖନ୍ତୁ ଶାସ୍ତ୍ରର ନିୟମ ଅନୁସାରେ ଆଜ୍ଞା ଯଦି ଦେଖିବା ତାହେଲେ ଶାସ୍ତ୍ରରେ କିଛି ମାସ ଏମିତି ଦିଆଯାଇଛି କେବଳ ସେଇ ମାସ ଗୁଡ଼ିକରେ ହିଁ ବିବାହ କରାଇବା ଉଚିତ। କାହିଁକିନା ସେଇ ମାସ ଗୁଡ଼ିକରେ ହିଁ ବିବାହ କଲେ ଭଲ ହୁଏ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟ ଭିତରେ କ'ଣ କରୁଛନ୍ତି ସମସ୍ତେ ନା ନିଜ ଅନୁସାରେ ବାହାଘରଟି କରିଦେଉଛନ୍ତି। କିନ୍ତୁ ଦେଖନ୍ତୁ ଯଦି ଏ ମାସ ଗୁଡ଼ିକରେ ଆପଣମାନେ ବାହାଘର କରିଦେଉଛନ୍ତି ଯେଉଁ ମାସ ଗୁଡ଼ିକରେ ବିବାହ କରିବା କଥା ନୁହଁ, ଯାହାକି ଶାସ୍ତ୍ରସମ୍ମତ ନୁହଁ, ତାହେଲେ କ'ଣ ହେବ ନା ନିହାତି ଭାବରେ ସେ ଯେଉଁ ଦୁଇ ଜଣ ଯାକ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କରେ ତିକ୍ତତା ଦେଖାଯିବ। ବହୁ ସମୟରେ ମଧ୍ୟ କ'ଣ ହୁଏ ନା ଝିଅଟି ଭାଗ୍ୟରେ ଦୁଃଖ ହିଁ ଦେଖାଦିଏ। ତେଣୁ ମୁଁ କେତୋଟି ମାସ ଆପଣଙ୍କୁ ଜଣେଇ ଦେଉଛି, ସେ ମାସ ଗୁଡ଼ିକରେ ଜମା ବି ଝିଅର ବାହାଘର କରନ୍ତୁ ନାହିଁ। ଚୈତ୍ର ମାସ, ଶ୍ରାବଣ ମାସ, ଭାଦ୍ରବ ମାସ, ଆଶ୍ୱିନ ମାସ, କାର୍ତ୍ତିକ ମାସ ଏବଂ ପୌଷ ମାସ। ତେବେ ଏଇ ମାସ ଗୁଡ଼ିକରେ ଜମା ବି ବାହାଘର କରନ୍ତୁନି। ଆଜିକାଲି ତ ପ୍ରାୟ ମାନୁନାହାନ୍ତି କି ଏସବୁ ଜିନିଷକୁ। କିନ୍ତୁ ଦେଖନ୍ତୁ ଆଜ୍ଞା ଶାସ୍ତ୍ରସମ୍ମତ କଥା ଗୁଡ଼ିକ ଯଦି ଆପଣମାନେ ମାନିବେ ଆପଣଙ୍କର ହିଁ ମଙ୍ଗଳ ହେବ। କେତେ ଦିନ ପରେ ଯଦି ବାହାଘରଟା କରିଦେବେ କିଛି ଅସୁବିଧା ହେବନି ଆଜ୍ଞା। ନିହାତି ଭାବରେ ଆପଣଙ୍କର ଭଲ ହିଁ ହେବ। ଆପଣଙ୍କର ଝିଅ ହଉ ପୁଅ ହଉ ତାର ମଙ୍ଗଳ ହେବ। ମନେ ରଖିବେ ଏଇ ମାସ ଗୁଡ଼ିକରେ କନ୍ୟାର ବିବାହ କରେଇଲେ କନ୍ୟା ଦୁଃଖିନୀ ହେଇଥାଏ, ଦୁଃଖ ଭୋଗ କରିଥାଏ। ତେବେ ଶେଷରେ ଆପଣମାନେ ଯେତେବେଳେ ସିନ୍ଦୁର ପିନ୍ଧୁଛନ୍ତି, ମା ମାନେ ଯେତେବେଳେ ସିନ୍ଦୁର ପିନ୍ଧୁଛନ୍ତି ସେତେବେଳେ ଯଦି କେହି ସେ ଘର ଭିତରେ ଅଛନ୍ତି, ଆପଣଙ୍କ ରୁମ୍ରେ ଅଛନ୍ତି ଆଉ ଆପଣମାନେ ସିନ୍ଦୁର ପିନ୍ଧୁଛନ୍ତି,
ସେ ଲୋକଟି କେବଳ ଆପଣଙ୍କର ସ୍ୱାମୀ ହେଇଥିବ କିମ୍ବା ଆପଣଙ୍କର ଛୋଟ ଛୋଟ ସନ୍ତାନମାନେ ହେଇଥିବେ। ଯଦି ସ୍ୱାମୀ ହେଇଥିବେ ନଚେତ୍ ଛୋଟ ଛୁଆ ଥିବେ ଆପଣମାନେ ସିନ୍ଦୁର ପିନ୍ଧିପାରିବେ। ସ୍ୱାମୀଙ୍କ ବ୍ୟତୀତ ଆଉ ଯଦି କେହି ବି ସେ ବେଡରୁମ୍ରେ ଥାନ୍ତି, ଆପଣଙ୍କର ମା ହୁଅନ୍ତୁ, ବାପା ହୁଅନ୍ତୁ, ଯେ କେହି ହୁଅନ୍ତୁ, ଭାଇ ହୁଅନ୍ତୁ, ତାହେଲେ ମଧ୍ୟ ଆପଣମାନେ ସିନ୍ଦୁର ପିନ୍ଧିବେ ନାହିଁ। ବେଡରୁମ୍ରେ ଯେତେବେଳେ ସିନ୍ଦୁର ପିନ୍ଧିବେ ସେତେବେଳେ ଯଦି ସ୍ୱାମୀ ଅଛନ୍ତି ତାହେଲେ ପିନ୍ଧନ୍ତୁ, ନଚେତ୍ ଆଉ ଯଦି କେହି ଅଛନ୍ତି ସେ ସମୟରେ ସିନ୍ଦୁର ପିନ୍ଧନ୍ତୁ ନାହିଁ। ଏ କଥାଟି ମନେ ରଖିବେ, ପାଳନ କରିବେ। ପାଳନ କଲେ ଆପଣଙ୍କର ମଙ୍ଗଳ ହେବ। ଆଶା କରୁଛି ଆଜିକାର এই ভিডিওটি ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।